हेलो एवरीवन वेलकम बैक टू आदर्श क्लासेस। आज आम साहित्यर पंचम पाठ नीति वचन संपूर्ण प्रश्न उत्तर आलोचना करवा। वीडियो को शेष पर्यंत देखंतु आउ एमिति तमरो सबजाक विषयर प्रश्न उत्तर वीडियो पाए आम चैनल को सब्सक्राइब करी पाखरे थिबा बेल आइकन को ऑन कर दियंतु आउ एई वीडियो को लाइक करिकि निजर सांग मानक सह शेयर कर दियंतु। ठीक अछि, तो चलंतु आज आमे नीति वचन पाठर संपूर्ण प्रश्न उत्तर आलोचना करवा। ठीक अछि, वीडियो को लाइक करिकि निजर सांग मानक सह शेयर कर दियंतु। तो प्रथमे जीवा आमे मो बुझीबारे से कहिछि कोन ठीक उत्तर पाखरे ए स्टार चिन्ह दियो। प्रथम क्वेश्चन कहिछि साधु जनर पुण्य सदुपदेश मूर्ख न बुझे तार मरम लेख। एहार भावार्थ कोन? एहार अर्थ कोन ना साधु जनकर हितोपदेश मूर्ख बुझी पारे नाही। हैला, साधु जनकर हितोपदेश मूर्ख बुझी पारे नाही। तापर जीवा आमे 2 नंबर क्वेश्चन को गोटे गुण मध्ये गोटे दोष सुधा कलसे विष बिंदु सदृश। तेबे एठारे भल गुण को काहा सहित तुलना करा जायछि? एठारे भल गुण को सुधा कलश हैला, हमर स्पेलिंग भूल अछि, ये सुधा कलश सह तुलना करा जायछि। तेबे तुमे एही उत्तरटी काहेकि बाछिलो? तार कारण सांग मानक सह आलोचना करिकि लिखिबो। ठीक अछि, तापर जिबा हम नेक्स्ट क्वेश्चन को बेसी जोड़िबा क स्तंभ ख स्तंभ को जोड़िबा। क स्तंभ रे कोन जे कवितार केतक पद दिया जायछि, ख स्तंभ रे कोन जे तार अर्थ दिया जायछि। आपण कोन जे पद को अर्थ सह जोड़िबा। प्रथम पद कोन देछि? पर अधीन होई रहे जे प्राणी असरती जातना पाए से जाने। तेबे एहार अर्थ कोन? पर अधीन रे रहिले प्राणी अनेक जंत्रणा पाए। ହେଲା, ତାପରେ ନିଜ ହୃଦୟ ଯେଉଁ ପାରୋଇ ଜିଣି ସଂସାରେ ସେହି ବୀର ମୁକୁଟମଣି। ମାନେ ଯାହାର ଆତ୍ମ ନିୟନ୍ତ୍ରଣ ଶକ୍ତି ଥାଏ ସିଏ କଣ ଶ୍ରେଷ୍ଠ ବୀର ହୋଇଥାଏ। ଠିକ ଅଛି, ତ ଇଏ ତ ଶେଷଟା ହବ ହେଲା। ଗିରି ପାଷଣ ଏଡେ କଠିନ ହୋଇ ଖୋଳିଲେ ତହୁଁ ପୁଣି ଜଳ ଝରେ। ମାନେ କଠିନ ପଥରରେ ପୂର୍ଣ୍ଣ ପାହାଡକୁ ମଧ୍ୟ ଖୋଳିଲେ କଣ ସେଥିରୁ ଜଳ ମିଳିଥାଏ। ଠିକ ଅଛି, ତ କ ସ୍ତମ୍ଭ ଯୋଡିଦେଲେ। ଏବେ ଯିବା ଆମେ ପଦ୍ୟାଂଶ ଉପରେ ଆଲୋଚନା। ସେ କହିଛି ତଳେ ଦିଆଯାଇଥିବା ପଦ ଦୁଇଟି ଉପରେ କଣ ତାର ସମ୍ପର୍କରେ ଦଳରେ ଆଲୋଚନା କର। ପ୍ରଥମ କ୍ୱେଶ୍ଚନ କହିଛି ଯତ୍ନ ଅଧ୍ୟବସାୟ ଉଦ୍ୟମ ବେଳେ ଅସାଧ୍ୟ ହୋଇପାରେ ସାଧ୍ୟ ଭୂତଳେ। ତ ଦେଖିବା ୟାକୁ ଆମେ କଣ ଆଲୋଚନା କରିବା। ତ ଦେଖ, ଏହି ସଂସାରରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ ଯଦି ଜଣେ ବ୍ୟକ୍ତି ସଠିକ ଯତ୍ନ ନିରନ୍ତର ଚେଷ୍ଟା ଏବଂ କଠିନ ପରିଶ୍ରମ କରେ ତେବେ ସେ ସବୁଠାରୁ କଷ୍ଟକର କାର୍ଯ୍ୟକୁ ମଧ୍ୟ ସଫଳତାର ସହ ସମ୍ପୂର୍ଣ୍ଣ କରିପାରିବ। ହେଲା କି ଯତ୍ନ ଅଧ୍ୟବସାୟ ଉଦ୍ୟମ ବଳେ ଅସାଧ୍ୟ ହୋଇପାରେ ସାଧ୍ୟ ଭୂତଳେ। ଠିକ ଅଛି, ନେକ୍ସଟ କ୍ୱେଶ୍ଚନ କଣ? ଥିଲେ ହେଁ ପୁରୀ ରୂପ ରଙ୍ଗ ସୁବାସେ। କଣ ଦେଇଛି? ଥିଲେ ହେଁ ପୁରୀ ରୂପ ରଙ୍ଗ ସୁବାସେ ଚମ୍ପକ କୁସୁମେ କି ଭ୍ରମର ବାସେ। ୟାକୁ ଆମେ ବୁଝେଇବା। ଦେଖ, କେବଳ ବାହ୍ୟ ସୌନ୍ଦର୍ଯ୍ୟ ବା ରୂପ ରଙ୍ଗ ସବୁ କିଛି ନୁହେଁ। ଯେପରି ଗୋଟିଏ ଫୁଲ ଦେଖିବାକୁ ସୁନ୍ଦର ହେଲେ ମଧ୍ୟ ସେଥିରୁ କଣ ମହକ ବା ଗୁଣ ନଥାଏ, ତେବେ ଭ୍ରମର ତା ପାଖକୁ ଆସେ ନାହିଁ। ସେହିପରି ମଣିଷର କେବଳ ରୂପ ନୁହେଁ ବରଂ ତାର ଅଭ୍ୟନ୍ତରୀଣ ଗୁଣ ହିଁ ତାକୁ ଆଦରଣୀୟ କରିଥାଏ। ଠିକ ଅଛି, ତାପରେ ଯିବା ଆମେ ନେକ୍ସଟ କ୍ୱେଶ୍ଚନ କୁ। ଚିନ୍ତା କରିବା, କବିତାକୁ ଧ୍ୟାନ ଦେଇ ପଢୁ। ନିମ୍ନରେ ଦିଆଯାଇଥିବା ପଦ ଗୁଡିକ ଉପରେ ଆଲୋଚନା କରି ସୂଚନା ଅନୁସାରେ କାର୍ଯ୍ୟ କର। ହାତୀ ପରାଏ ଜନ୍ତୁ ବନ୍ଧନେ ପଡି ଜୀବନେ ଡରିଥାଏ ଅଙ୍କୁଶ ବାଡି। ତ କବିତାରେ ପରାଏ ଶବ୍ଦ ବ୍ୟବହାର କରାଯାଇଛି। ପରାଏ ବଦଳରେ ଆମେ ପ୍ରାୟ ଶବ୍ଦ ବ୍ୟବହାର କରିପାରିବା, ନାଇଁ କି? ପରାଏ ପ୍ରାୟ। ଠିକ ଅଛି, ଏପରି କବିତାରେ କଳସେ ବନ୍ଧନେ ଜୀବନେ ଏହି ସବୁ ଶବ୍ଦ ମଧ୍ୟ ପ୍ରୟୋଗ କରାଯାଇଛି। ତ ଏପରି କାହିଁକି ହୋଇଛି ସାଙ୍ଗମାନଙ୍କ ସହ ଆଲୋଚନା କର। ତ ଏପରି କାହିଁକି ହୋଇଛି? ତ କାହିଁକି ହୋଇଛି ଦେଖ,
এই শব্দ গুড়িক কাହିଁକି ବ୍ୟବହାର ହେଇଛି। ତ ଦେଖ এই শব্দ প্রয়োগ দ্বারা କଣ ହେଇଥାଏ ନା କବିତାରେ ପରାୟ ଶବ୍ଦ ପରିବର୍ତ୍ତେ ପ୍ରାୟ ଶବ୍ଦ ବ୍ୟବହାର କରିପାରିବା। ସେହିପରି ସେ ବଚନେ ଜୀବନେ ଆଦି ଶବ୍ଦ ଗୁଡିକ କବିତାକୁ ଛନ୍ଦମୟ ଏବଂ ସୁନ୍ଦର କରିବା ପାଇଁ ପ୍ରୟୋଗ କରାଯାଇଛି। ଠିକ ଅଛି, ଆମେ ଚାହିଁଲେ କଣ ଯେ ତାର ଗଦ୍ୟ ରୂପ ବ୍ୟବହାର କରିପାରିବା। ଇଏ କଣ ଗଦ୍ୟ ରୂପ, କିନ୍ତୁ ପଦ୍ୟ ରୂପ କଣ ଯେ ନା ସେ କବିତାକୁ ଛନ୍ଦମୟ ସୁନ୍ଦର କରିଥାଏ। ହେଲା, ତାପରେ ଯିବା ଆମେ ଖ ନମ୍ବର କ୍ୱେଶ୍ଚିନ୍ କୁ। ଖ ନମ୍ବରରେ କଣ ଦେଇଛି ଦେଖ, ଉପର ନୀତିବଚନ ପଦଟିରେ ହାତୀର ଉଦାହରଣ ଦେଲା ବେଳେ ଅଙ୍କୁଶ ଶବ୍ଦ ବ୍ୟବହାର ହେଉଛି। ତୁମେ ଅଙ୍କୁଶ ଶବ୍ଦ ପରିବର୍ତ୍ତେ ଅନ୍ୟ ଶବ୍ଦ ମଧ୍ୟ ବ୍ୟବହାର କରିପାରିବ। ଯେଉଁ ଶବ୍ଦଟି ବ୍ୟବହାର କରିବାକୁ ଯାଉଛ ତାର ପ୍ରୟୋଗର ତାତ୍ପର୍ଯ୍ୟ ଲେଖ। ଯେମିତି ହାତୀ, ହାତୀର ଉଦାହରଣ ବେଳେ କଣ ଆମେ ଅଙ୍କୁଶକୁ ୟୁଜ କରୁଛେ, ଅଙ୍କୁଶ ଶବ୍ଦ କଣ ଲେଖୁଛେ। ସେମିତି ଅଙ୍କୁଶ ଶବ୍ଦ ପରିବର୍ତ୍ତେ ଅନ୍ୟ ଆଉ କେଉଁ ଶବ୍ଦ ଆମେ ବ୍ୟବହାର କରିପାରିବା। ଅଙ୍କୁଶ ମାନେ କଣରେ, ଅଙ୍କୁଶର ଅର୍ଥ କଣ, ଅଙ୍କୁଶର ଅର୍ଥ ହଉଛି ମାନେ ଯିଏ ମାନେ ଜିନିଷକୁ ନିୟନ୍ତ୍ରଣ କରେ। ଅଙ୍କୁଶ କଣ ହାତୀକୁ ନିୟନ୍ତ୍ରଣ କରେ। ତେବେ ସେ ନିୟନ୍ତ୍ରଣ ଶବ୍ଦ ବଦଳରେ ଆମେ ଆଉ କଣ କଣ ସବୁ ବ୍ୟବହାର କରିପାରିବା ଲେଖିବା। ତ କଣ କଣ ହେଇପାରିବ ନା ନିୟନ୍ତ୍ରକ ହେଇପାରିବ। ଅଙ୍କୁଶର ଆଉ ଗୋଟେ ଅର୍ଥ କଣ ନିୟନ୍ତ୍ରକ ହେଇପାରିବ, ଯିଏକି କୌଣସି ଜିନିଷକୁ ନିୟନ୍ତ୍ରଣ କରେ। ତାପରେ ଶାସନ ବାଡି, ହାତୀକୁ ଶାସନ କରିବା ପାଇଁ ବ୍ୟବହୃତ ହେଉଥିବା ବାଡି। ତାପରେ ଲୁହା କଣ୍ଟା, ଅଙ୍କୁଶର ଅଗ୍ରଭାଗରେ ଏକ ବକ୍ର ଲୁହା କଣ୍ଟା ଥାଏ ଯାହାକୁ ହାତୀକୁ ଆହତ କରିବା ପାଇଁ ବ୍ୟବହାର କରାଯାଏ। ହେଲା, ଅଙ୍କୁଶ ପରିବର୍ତ୍ତେ କଣ ଯେ ଏଇ ସବୁ ଶବ୍ଦ ଆମେ ବ୍ୟବହାର କରିପାରିବା। ତାପରେ 2 ନମ୍ବରରେ କଣ ଦେଇଛି, ଥିଲେ ହେ ପୁରୀ ରୂପ ରଙ୍ଗ ସୁବାସେ, ଚମ୍ପକ କୁସୁମେ କି ଭ୍ରମର ବାସେ, ମହକ ଯେଣୁ ତାର ଉତ୍କଟ ଅତି, ଭ୍ରମେ ଭ୍ରମର ଦିନେ ନ ଯାଏ କତେ। ପ୍ରକୃତି ମାଧ୍ୟମରେ ମଣିଷ ଯେଉଁ ମାନବୀୟ ଗୁଣ ଗୁଡିକ ବିଷୟରେ କୁହାଯାଇଛି, ପ୍ରକୃତି ଠାରୁ ଆମେ କେଉଁ ସବୁ ଗୁଣ ଶିଖିପାରିବା ଚିନ୍ତା କରିକି ଲେଖ। ତେବେ ପ୍ରକୃତି ଠାରୁ ଆମେ କଣ କଣ ସବୁ ଗୁଣ ଶିଖିପାରିବା। ତ କଣ କଣ ଶିଖିପାରିବା ଦେଖ, ଯେଉଁ ପଦ୍ୟାଂଶ ଆମକୁ ଦେଇଛି ସେ ପଦ୍ୟାଂଶ ମାଧ୍ୟମରେ କଣ ଯେ ମଣିଷର ଆଭ୍ୟନ୍ତରୀଣ ଗୁଣ ଏବଂ ତାର ବ୍ୟବହାର ବିଷୟରେ ଶିକ୍ଷା ପ୍ରଦାନ କରୁଛି। ତ ଏହାର ମୁଖ୍ୟ ଦିଗ ଗୁଡିକ କଣ କଣ, ପ୍ରଥମେ ବାହ୍ୟ ସୌନ୍ଦର୍ଯ୍ୟ ବନାମ ଆଭ୍ୟନ୍ତରୀଣ ଗୁଣ। ତମକ ତମକ ଫୁଲ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ହୋଇଥିଲେ ମଧ୍ୟ ସେଥିରେ ଉତ୍ତମ ମହକ ନଥାଏ। ହେଲା, ଏ ଯୋଉ ତମକ ଫୁଲ କାଟିଦିଅ, ଏଠି ପଳାଶ ହେଇଛି, ପଳାଶ ପଳାଶ ଫୁଲ ହେଲା, ବରଂ ତାର ଗନ୍ଧ ଅତ୍ୟନ୍ତ ଉତ୍କଟ ବା ଖରାପ ହେଇଥାଏ। ଏହି କାରଣରୁ ଭ୍ରମର ତା ପାଖକୁ ଯାଏ ନାହିଁ। ସେହିପରି ମଣିଷର କେବଳ ବାହ୍ୟ ରୂପ ବା ରଙ୍ଗ ଦ୍ୱାରା ସେ ସମ୍ମାନ ପାଏ ନାହିଁ, ତାର ଗୁଣ ଆଉ ଚରିତ୍ର ହିଁ ତାକୁ ସମାଜରେ ଆଦରଣୀୟ କରାଇଥାଏ। ଠିକ ଅଛି, ଏଇ ଯୋଉ ତମକ ତମକ ନୁହେଁ, ଏଠି ଚମ୍ପା, ଚମ୍ପା ଲେଖିଦିଅ। ହେଲା, ତାପରେ ଆଉ କଣ ଗୁଣ ଶିଖାଏ, ଆଉ ଗୋଟେ ଗୁଣ କଣ ଆଚରଣର ପ୍ରଭାବ। ହେଲା, ଆଚରଣର ପ୍ରଭାବ। ପ୍ରକୃତି ଶିଖାଏ ଯେ ଯଦି ମଣିଷର ବ୍ୟବହାର କଠୋର ବା ଖରାପ ହୁଏ ତେବେ ଲୋକମାନେ ତା ଠାରୁ ଦୂରେଇ ରୁହନ୍ତି। ଯେପରି ଭ୍ରମର ଦିନେ ହେଲେ ଚମ୍ପା କୁସୁମ ଚମ୍ପା କୁସୁମ ପାଖକୁ ଯାଏ ନାହିଁ, ସେପରି ଦୁର୍ଗୁଣ ସମ୍ପନ୍ନ ବ୍ୟକ୍ତିର ମିତ୍ରତା କେହି ଚାହାନ୍ତି ନାହିଁ। ତାପରେ ପ୍ରକୃତି ଠାରୁ ଶିକ୍ଷଣୀୟ ଗୁଣ ଆଉ କଣ ନା ଆମେ ପ୍ରକୃତି ଠାରୁ ସଦ୍ଗୁଣ, ନମ୍ରତା ଏବଂ ପରିଶୁଦ୍ଧ ଚରିତ୍ର ଗଠନ କରିବାରେ ଶିକ୍ଷା ପାଇପାରିବା। ସୁନ୍ଦର ହେବା ଅପେକ୍ଷା ଗୁଣବାନ ହେବା ଏବଂ ଅନ୍ୟମାନଙ୍କୁ ନିଜର ଭଲ ବ୍ୟବହାର ଦ୍ୱାରା ଆକର୍ଷିତ କରିବା ହିଁ ମାନବିକତାର ଶ୍ରେଷ୍ଠ ଗୁଣ। ହେଲା, ତ ଏଇ ସବୁ କଣ ଆମେ ଶିକ୍ଷା ପାଇଲେ। ଠିକ ଅଛି, ଏବେ ଯିବା ଶବ୍ଦର ରୂପ। ଆସ ଶବ୍ଦ ମାନଙ୍କର ନୂଆ ନୂଆ ରୂପ ଜାଣିବା ଆଉ ସେଗୁଡିକୁ ବୁଝିବା। ତ ନିମ୍ନଲିଖିତ ଶବ୍ଦ ଗୁଡିକୁ ନିଜ ଭାଷାରେ ଲେଖ। ପାଷାଣ, ପାଷାଣର ଅର୍ଥ କଣ, ଆମ ଭାଷାରେ ପାଷାଣ ଅର୍ଥ କଣ ପଥର, ଲେଖିଦିଅ ପଥର।
ତାପରେ ରୁଧିର, ରୁଧିର ମାନେ କଣ ରେ? ରକ୍ତ, ଲେଖିଦିଅ ରକ୍ତ। ତାପରେ କମଳ, କମଳ ମାନେ କଣ? ପଦ୍ମ, କମଳ ମାନେ ପଦ୍ମ। ଭେକ, ଭେକ ମାନେ କଣ? ବେଙ୍ଗ, ବେଙ୍ଗ। ସମର, ସମର ମାନେ ଯୁଦ୍ଧ, ଯୁଦ୍ଧ। କୁସୁମ, କୁସୁମ ମାନେ କଣ? ଫୁଲ। ତାପରେ ସୁଧା, ସୁଧା ମାନେ ଅମୃତ, ଅମୃତ। ଠିକ ଅଛି। ତାପରେ ଯିବା ଆମେ ନେକ୍ସଟ କ୍ୱେଶ୍ଚିନ୍ କୁ। ଶବ୍ଦ ଏକ ଅର୍ଥ ଅନେକ, ଯେମିତି ପର ଅଧୀନ ରହେ ହୋଇ ଯେ ପ୍ରାଣୀ, ଅସରନ୍ତି ଯାତନା ପାଏ ସେ ଜାଣେ। ଉପରୋକ୍ତ ପଦ୍ୟରେ ଥିବା ପର ଶବ୍ଦର ଅର୍ଥ କଣ? ଅନ୍ୟ। ସେହିଭଳି ଏହାର ଅନ୍ୟ ଅର୍ଥ ପକ୍ଷୀର ପର ମଧ୍ୟ ହେଇପାରିବ। ପର ମାନେ କଣ? ଗୋଟେ ଅନ୍ୟ ହେଇପାରିବ, ଆଉ ଗୋଟେ କଣ? ପକ୍ଷୀର ପର ମଧ୍ୟ ହେଇପାରିବ। ସେମିତି ତଳେ କେତେକ ଶବ୍ଦ ଦିଆଯାଇଛି, ସେମାନଙ୍କର କଣ କଣ ଅର୍ଥ ଅଛି ସେ ତମେ ଲେଖିବା। ଏଇଠାରେ କଣ ତମେ ଶବ୍ଦକୋଷ, ଆମର କଣ ଶବ୍ଦକୋଷ କିମ୍ବା ଇଣ୍ଟରନେଟ ଡିକ୍ସନାରୀ କିମ୍ବା ଇଣ୍ଟରନେଟ କିମ୍ବା ତମ ଶିକ୍ଷକ, ଅଭିଭାବକ ଯାହାଙ୍କର ମଧ୍ୟ ସାହାଯ୍ୟ ନେଇପାରିବ। ତ ପ୍ରଥମେ କଣ ଦେଇଛି? ନୀତି, ନୀତିର ଅର୍ଥ କଣଟେ? ନୀତିର ଅର୍ଥ କଣ? ଗୋଟେ ହଉଛି ଉପଦେଶ, ହେଲା। ଆଉ କଣ ହେଇପାରିବ? ନୀତି ମାନେ କଣ? ସବୁବେଳେ, ହେଲା, ସବୁବେଳେ। ଆଉ କଣ ହେଇପାରିବ? ନୀତି ମାନେ କଣ? ନିୟମ, ନିୟମ ହେଇପାରିବ। ତାପରେ କର, କର ମାନେ କଣ? ଗୋଟେ କର ହଉଛି କଣ? ହାତ, ଗୋଟେ କର ହଉଛି କଣ? ହାତ। ତାପରେ ଆଉ ଗୋଟେ କର ମାନେ କଣ ଯେ? ଖଜଣା ବା ଟିକସ। ତାପରେ କର ମାନେ କଣ? ନା କୌଣସି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦବା, ହେଲା। କୌଣସି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦବା, କହୁନାହାନ୍ତି କରରେ, କାମ କରରେ, ହେଲା କି? କୌଣସି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦବା। ତାପରେ ପୁର, ପୁର ମାନେ କଣ? ଗୋଟେ ପୁର ହଉଛି ନଗର, ହେଲା। ଆଉ ଗୋଟେ ପୁର କଣ? ପୁର ମାନେ ଘର ବା ବାସସ୍ଥାନ, ହେଲା। ଆଉ ଗୋଟେ ପୁର ମାନେ କଣ? ସ୍ଥାନ, ଠିକ ଅଛି। ବାସ, ପ୍ରଥମ ବାସ ମାନେ କଣ? ବସ୍ତ୍ର ବା ପୋଷାକ। ବାସ ମାନେ ଆଉ କଣ ହେଇପାରିବ? ମହକ, ଯାହାକୁ ବାସ୍ନା କହୁଛେ, ବାସ୍ନା, ମହକ, ହେଲା। ଆଉ ଗୋଟେ ବାସ ମାନେ କଣ? ଯେ ବାସସ୍ଥାନ, ହେଲା, ବାସସ୍ଥାନ। ତାପରେ ଜୀବନ, ଜୀବନ ମାନେ କଣ? ଜୀବନ ମାନେ ଗୋଟେ ହେଇଯିବ କଣ? ଆମର ପ୍ରାଣ, ପ୍ରାଣ। ଆଉ ଜଳ, ଠିକ ଅଛି। ତାପରେ ଗୋଟିଏ ଶବ୍ଦରେ ପ୍ରକାଶ କର, ଆମେ ଗୋଟିଏ ଶବ୍ଦରେ ପ୍ରକାଶ କରିବା। କଣ ଦେଇଛି? ହାତୀକୁ ଆୟତ କରିବା ପାଇଁ ନିମିତ୍ତ ବାଣୀ, କୋଉଟା? ଅଙ୍କୁଶ। ନୂଆ କଥା ଜାଣିବା ପାଇଁ ଅବିରାମ ଚେଷ୍ଟା କରିବା, କଣ କୁହାଯାଏ? ଅଧ୍ୟବସାୟ, ହେଲା। ଅଧ୍ୟବସାୟ। ଯେଉଁ ବ୍ୟକ୍ତିର ଦୁଷ୍ଟ ବା ଖରାପ ବୁଦ୍ଧି ଥାଏ, ତାକୁ କଣ? ମନ୍ଦମତି ବୋଲି କୁହାଯାଏ। ଯେ ପରର ଅଧୀନରେ ଥାଏ, ତାକୁ କଣ କୁହାଯାଏ? ପରାଧୀନ, ଠିକ ଅଛି। ତାପରେ ଯିବା ଆମେ ନେକ୍ସଟ କ୍ୱେଶ୍ଚିନ୍। ପଦ ପୂରଣ କର। ଗିରିପାଷାଣ ଏଣେ କଠିନ ହୋଇ ଡ୍ୟାସ୍, କଣ ହବ? ନା ଖୋଳିଲେ ତହୁଁ ପୁଣି ଝର ଜଳ ଝରଇ, ହେଲା। ଖୋଳିଲେ ତହୁଁ ପୁଣି ଜଳ ଝରଇ, ହେଲା। ସାଧୁ ଜନର ପୁଣ୍ୟ ସୁଦୁପଯୋଗ, ସୁଦୁପଦେଶ କଣ ହବ? ମୂର୍ଖ ନ ବୁଝେ ତାର ମର୍ମଲେଶ, ମୂର୍ଖ ନ ବୁଝେ ତାର ମରମଲେଶ। ତାପରେ ଦେଶ ଜିଣିଲେ ରାଜା ଲବଇ ଖ୍ୟାତି, ବାର ସମର ଜିଣି ରଖେ କାଉତି, ହେଲା।
ବାର ସମର ଜିଣି ରଖେ ଖାଉତି। ଠିକ ଅଛି। ତେବେ ଆଜି ଆମେ ନୀତିବଚନ ପାଠର ସମ୍ପୂର୍ଣ୍ଣ ପ୍ରଶ୍ନ ଉତ୍ତର ଆଲୋଚନା କରିସାରିଲେ। ଆଶା କରୁଛି ଭିଡ଼ିଓଟି ନିଶ୍ଚୟ ରୂପେ ଭଲ ଲାଗିଥିବ। ଯଦି ଭଲ ଲାଗି ତାହେଲେ ଗୋଟେ ଲାଇକ୍ କରନ୍ତୁ। ଆଉ ଏମିତି ଅନ୍ୟ ସବଜେକ୍ଟ ଗୁଡ଼ିକର ଭିଡ଼ିଓ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଅନ୍ କରିଦିଅନ୍ତୁ। ଆଉ ଏହି ଭିଡ଼ିଓକୁ ନିଜର ସାଙ୍ଗମାନଙ୍କ ସହ ସେୟାର କରିଦିଅନ୍ତୁ। ଠିକ ଅଛି। ଭିଡ଼ିଓକୁ ଲାଇକ୍ କରନ୍ତୁ ଆଉ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଆଉ ଭୁଲିବେ ନାହିଁ। ଠିକ ଅଛି। ତ ଆଜି ପାଇଁ ଏତିକି। ପୁଣି ଦେଖା ହବ ନେକ୍ସଟ କ୍ଲାସରେ। ଧନ୍ୟବାଦ।